ଯେଉଁ ବିବାହିତା ନାରୀମାନେ ସିନ୍ଦୁର ଲଗାଇଥାନ୍ତି, ଏହା ମନାଯାଇଥାଏ ଯେ ଏହା ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ସେମାନଙ୍କର ସ୍ୱାମୀଙ୍କର ଆୟୁଷ ମଧ୍ୟ ବୃଦ୍ଧି କରିଥାଏ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଏମିତି ଗୋଟିଏ ଗୁପ୍ତ ଜିନିଷ କହିବି, ଯେଉଁଟାକି ଆପଣମାନେ ଯଦି ସିନ୍ଦୁର ଫରୁଆରେ ରଖି ନେଉଛନ୍ତି, ନିଶ୍ଚିତ ଭାବରେ ଆପଣମାନଙ୍କର ସ୍ୱାମୀଙ୍କର ସବୁ କ୍ଷେତ୍ରରେ ଉନ୍ନତି ହେବ। ଆଉ ସାଙ୍ଗମାନେ, ଆଜି ଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଯେ ସିନ୍ଦୁର ଲଗାଇବାର ଆପଣ ଯେତେବେଳେ ସିନ୍ଦୁର ଲଗାଉଛନ୍ତି କେଉଁ ନିୟମ ସବୁ ପାଳନ କରିବେ, ଯାହାଦ୍ୱାରା କି ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣମାନେ ପ୍ରାପ୍ତି ହେବେ ଆଉ ଆପଣମାନଙ୍କର ସ୍ୱାମୀଙ୍କର ମଧ୍ୟ ଉନ୍ନତି ହେବ। ଜଣେ ବିବାହିତା ନାରୀମାନେ ତାଙ୍କ ଜାଣତରେ ହେଉ କି ଅଜାଣତରେ କିଛି ଏପରି ଭୁଲ ମଧ୍ୟ କରିଦେଉଛନ୍ତି, ଯାହାଦ୍ୱାରା କି ସେମାନଙ୍କ ଜୀବନରେ ଧନଗତ ସମସ୍ୟା ଦେଖାଦେଇଥାଏ। ସିନ୍ଦୁର ଲଗାଇବା ବେଳେ ସିନ୍ଦୁର ଲଗାଇବାର କିଛି ନିୟମ ରହିଛି, ତାକୁ ସମସ୍ତ ବିବାହିତା ନାରୀମାନେ ମାନିବା ଉଚିତ। ଏହା ମାନାଯାଇଥାଏ ଯେ ଯେଉଁ ବିବାହିତା ନାରୀ ସିନ୍ଦୁର ଲଗାଇଥାଏ ତାର ସ୍ୱାମୀଙ୍କ ଉପରେ କୌଣସି ବିପଦ ଆସିନଥାଏ। ସାଙ୍ଗମାନେ, ହିନ୍ଦୁ ଶାସ୍ତ୍ରରେ ଏହା ମଧ୍ୟ ମାନାଯାଇଥାଏ ଯେ ଏହା ପତି ପତ୍ନୀଙ୍କ ସମ୍ପର୍କକୁ ଦୃଢ଼ କରିଥାଏ। ଏହାଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଲାଗି ରହିଥାଏ। ହିନ୍ଦୁ ଧର୍ମରେ ସିନ୍ଦୁରର ଏପରି କିଛି ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ସିନ୍ଦୁରକୁ 16 ଶୃଙ୍ଗାର ଭିତରୁ ଗୋଟିଏ ବୋଲି ମନାଯାଇଥାଏ। ବିବାହ ସମୟରେ ସିନ୍ଦୁରର ମହତ୍ତ୍ୱ ଅଧିକ ରହିଥାଏ। ଯେଉଁ ମହିଳାମାନେ ସିନ୍ଦୁର ଲଗାଇବାର ଏହି ନିୟମକୁ ପାଳନ କରିନଥାନ୍ତି, ସେମାନଙ୍କୁ ସ୍ୱାମୀଙ୍କୁ କଷ୍ଟ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ ବୋଲି ମନାଯାଇଥାଏ। ତେଣୁ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ସିନ୍ଦୁର ଲଗାଇବାର କ'ଣ ସବୁ ନିୟମ ରହିଛି, ଯେଉଁ ନିୟମକୁ ପ୍ରତ୍ୟେକ ବିବାହିତା ନାରୀମାନେ ପାଳନ କରିବା ଉଚିତ। ତା ପୂର୍ବରୁ ସାଙ୍ଗମାନେ, ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି କି ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରିବି ସେଇଟା ଆପଣମାନେ ନୋଟିଫିକେସନ୍ ଦ୍ୱାରା ପାଇପାରିବେ। ସାଙ୍ଗମାନେ, ପ୍ରଥମ ନିୟମଟି ହେଉଛି ବିବାହିତା ନାରୀ ଯେତେବେଳେ ସିନ୍ଦୁର କିଣୁଛନ୍ତି, ନିଜ ପଇସାରେ ସିନ୍ଦୁର କିଣନ୍ତୁ। ଅନ୍ୟ କାହା ପଇସାରେ କେବେ ବି ସିନ୍ଦୁର କିଣନ୍ତୁ ନାହିଁ। ଏହା କଲେ ଆପଣଙ୍କ ସ୍ୱାମୀଙ୍କ ଜୀବନରେ ଧନହାନି ହୋଇଥାଏ। କିନ୍ତୁ ସାଙ୍ଗମାନେ, ଯଦି ଶ୍ୱଶୁର ଘର ଲୋକ, ଯାହାକି ଶାଶୁ ନଣନ୍ଦ ଯା, ଏମାନେ ଯଦି ଉପହାର ସ୍ୱରୂପ ଆପଣମାନଙ୍କୁ ଦିଅନ୍ତି ଆପଣ ପିନ୍ଧିପାରିବେ। କିନ୍ତୁ ସିନ୍ଦୁର କିଣିଲା ବେଳେ ମନେ ରଖିଥିବେ ସାଙ୍ଗମାନେ, କେବେ ବି ମୂଲଚାଲ ବା ବାର୍ଗେନିଂ କରନ୍ତୁ ନାହିଁ। ଏହା ସିନ୍ଦୁରର ଅପମାନ ହୋଇଥାଏ। ଯେହେତୁ ହିନ୍ଦୁ ଧର୍ମରେ ସିନ୍ଦୁରକୁ ଏତେ ଗୁରୁତ୍ୱ ଦିଆଯାଇଛି, ତେଣୁ ସିନ୍ଦୁରକୁ ସମ୍ମାନ ଦେବା ଉଚିତ। ଦ୍ୱିତୀୟ ନିୟମଟି ହେଉଛି ଆପଣମାନେ କେବେ ବି ଅନ୍ୟ କାହାର ସିନ୍ଦୁରକୁ ନିଜ ମଥାରେ ଲଗାନ୍ତୁ ନାହିଁ। ଏହାଦ୍ୱାରା ଯାହାର ସିନ୍ଦୁର ଆପଣ ଲଗାଇବେ ତାଙ୍କର ସ୍ୱାମୀଙ୍କର ଅସୁବିଧା ହୋଇଥାଏ ଏବଂ ଆପଣଙ୍କୁ ପାପ ଲାଗିଥାଏ। ତୃତୀୟ ନିୟମଟି ହେଉଛି ବିବାହିତା ମହିଳା ସ୍ନାନ କରିସାରିବା ପରେ ହିଁ ମଥାରେ ସିନ୍ଦୁର ଲଗାନ୍ତୁ। ଆଉ କେବେ ବି ମଥା ଖାଲି କରି ଠାକୁର ପୂଜା କରନ୍ତୁ ନାହିଁ। ଠାକୁର ପୂଜା କରିବା ବେଳେ ସିନ୍ଦୁର ଲଗାଇବା ନିହାତି ଜରୁରୀ, କାହିଁକି ନା ତାହା ଆପଣଙ୍କ ସ୍ୱାମୀଙ୍କର ଆୟୁଷ ବୃଦ୍ଧି କରିଥାଏ। ସିନ୍ଦୁର ଲଗାଇବା ସମୟରେ ସ୍ୱାମୀଙ୍କର ଦୀର୍ଘାୟୁ ଏବଂ ଉନ୍ନତି କାମନା କରି ସିନ୍ଦୁର ଲଗାନ୍ତୁ। ଏହି ନିୟମକୁ ପାଳନ କରିବା ଦ୍ୱାରା ସ୍ୱାମୀଙ୍କ ଭାଗ୍ୟରେ ଏକ ସୁପରିବର୍ତ୍ତନ ହୋଇଥାଏ। ଚତୁର୍ଥ ନିୟମଟି ହେଉଛି ସିନ୍ଦୁର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ସ୍ମରଣ କରିବା ଉଚିତ, କାହିଁକି ନା ଅଖଣ୍ଡ ସୌଭାଗ୍ୟବତୀର ବରଦାନ ମାତା ପାର୍ବତୀ ଦେଇଥାନ୍ତି। ପଞ୍ଚମ ନିୟମଟି ହେଉଛି ସିନ୍ଦୁର ଲଗାଇବା ବେଳେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଖ କରି ଲଗାଇବା ଉଚିତ। ଏମିତିକି ଆପଣମାନେ ଯେତେବେଳେ ମୁଣ୍ଡ ମଧ୍ୟ କୁଣ୍ଡାଉଛନ୍ତି, ଶୃଙ୍ଗାର ହେଉଛନ୍ତି, ତେବେ ଆପଣମାନେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁଖ କରି ଶୃଙ୍ଗାର ହୁଅନ୍ତୁ। ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଆୟୁ ବୃଦ୍ଧି ହୋଇଥାଏ। ଷଷ୍ଠ ନିୟମଟି ହେଉଛି ସିନ୍ଦୁର ଯଦି ଆପଣମାନେ ଆଙ୍ଗୁଠି ସାହାଯ୍ୟରେ ଲଗାଉଛନ୍ତି, ତେବେ ମନେ ରଖନ୍ତୁ ଅନାମିକା ଆଙ୍ଗୁଠି ସାହାଯ୍ୟରେ ହିଁ ସିନ୍ଦୁର ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ଆଉ ସାଙ୍ଗମାନେ, ଆପଣମାନେ ଯଦି ତୁଳସୀ କାଠିରେ ମଧ୍ୟ ସିନ୍ଦୁର ଲଗାଉଛନ୍ତି, ତେବେ ମଧ୍ୟ ଏହା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଆପଣଙ୍କୁ ସୌଭାଗ୍ୟବତୀ ହେବାର ସୌଭାଗ୍ୟ ମିଳିଥାଏ। ସାଙ୍ଗମାନେ, ସପ୍ତମ ନିୟମଟି ହେଉଛି ମାସିକ ଧର୍ମ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ।
जदि आपणଙ୍କୁ सिंदूर लगाइबा पई पड़ुछि तेबे अलगा एक फरुआरे सिंदूर रखी से सिंदूर को आपण माने सेही मासिक धर्म समय रे लगाई परिबे। सांगमाने अष्टम नियमटी हेउछि सिंदूर जदि तळे पड़ी जाए जेतेबेले जणे विवाहिता नारी सिंदूर लगाइबा बेले तांको हाथरू सिंदूर पड़ी जाउछि किंबा छिटकी तळे पड़ी जाउछि एहाकू अशुभ बोली माना जाइथाए। तेणु आपण माने केबे भी सिंदूर को तळे पकंतु नाही से दिग प्रति नजर दियंतु। सांगमाने परवर्ती नियमटी हेउछि सिंदूर लगाइबा समय रे जदि आपणक नाक उपरे सिंदूर पड़ी जाउछि एहा अत्यंत शुभ होइथाए। एहाकू लिभाइबा उचित नुहे। ଏହା ମାନାଯାଇଥାଏ ଯେ ଯେଉଁ ନାରୀମାନଙ୍କର ସିନ୍ଦୂର ଲଗାଇବା ବେଳେ ନାକ ଉପରେ ସିନ୍ଦୂର ପଡ଼ିଥାଏ ସେମାନେ ଅହ୍ୟସୁଲକ୍ଷଣୀ ହୋଇଥାନ୍ତି ଆଉ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ପରବର୍ତ୍ତୀ ନିୟମଟି ହେଉଛି ଯଦି ସିନ୍ଦୂର ଭୁଲରେ ପଡ଼ିଯାଉଛି ଏହାକୁ ଅଳିଆ ଗଦା ବା ଡଷ୍ଟବିନ୍ରେ ପକାନ୍ତୁ ନାହିଁ। ଏହାଦ୍ୱାରା ସିନ୍ଦୂରର ଅପମାନ ହୋଇଥାଏ। ଆପଣମାନେ ସିନ୍ଦୂରକୁ ତୋଳି କୌଣସି ଗଛ ତଳେ ରଖିଦିଅନ୍ତୁ। परवर्ती नियमटी हेउछि विवाहिता नारी माने सबुबेले नाक सीधारे सिंदूर लगाइबा उचित। एहा माना जाइथाए जे सिंदूर को आपण माने जदि बंका लगाउछंती तेबे एहा द्वारा स्वामींक उपरे ही विपद आसीथाए। तेणु सबुबेले सिंदूर को सीधा ही लगाइबा दरकार। परवर्ती नियमटी हेउछि केबे भी आपण माने ओदा चुटी रे सिंदूर लगांतु नाही। तेबे आसंतु जानिबा सांगमाने कौन सी गोटे गुप्त जिनिस जहाँकु कि आपण माने सिंदूर फरुआरे रखिबा द्वारा आपणकर स्वामींकर आयुष वृद्धि हेबा सहित घरे धन धान्य मध्य परिपूर्ण होइथाए। माता लक्ष्मींकर कृपा मध्य आपणक उपरे रहिथाए। सांगमाने सिंदूर फरुआरे टंकिकिया कॉइन टीए रखिबा निहाती आवश्यक। यह मध्य बहुत शुभ होइथाए। जो माने सिंदूर फरुआरे टंकिकिया कॉइन रखि थांती सेमानक स्वामींकर सबुबले उन्नति होइथाए। सांगमाने आउ गोटे कथा सबुबले मने रखिबे सिंदूर लगाइबा बेले मुंडरे ओढ़णा दे सिंदूर लगांतु। यह करिबा द्वारा माँ लक्ष्मी आपणक उपरे अत्यंत खुशी होइथांती एवं आपणकू माता पार्वतींकर आशीर्वाद मिलवा सहित माता पार्वती आपणकू सौभाग्यवती हेबार आशीर्वाद देइथांती। सांगमाने जणे सुहागिनी को अत्यंत शुभ बोली माना जाइथाए। यह माना जाइथाए जे जदि आपण कौनसी शुभ काम रे बाहर को जाउछंती आ प्रथमे जणे सुहागिनी नारी को आपण माने देखि नउछंती यह बहुत शुभ होइथाए। सुहागिनी नारी को माता लक्ष्मींकर रूप बोली माना जाइथाए। सांगमाने एहार एक पौराणिक कथा मध्य रहिछि। तृतीय जुगरे जेतेबेले माता सीता मथारे सिंदूर लगाउथिले ସେହି ସମୟରେ ହନୁମାନ ଆସି ମାତା ସୀତାଙ୍କ ପାଖରେ ପହଞ୍ଚିଲେ ଆଉ ପଚାରିଲେ ମାତା ଇଏ କ'ଣ ଆଉ ଆପଣ ଏହାକୁ ମଥାରେ କାହିଁକି ଲଗାଉଛନ୍ତି? ମାତା ସୀତା କହିଲେ ଏହା ହେଉଛି ସିନ୍ଦୂର। ଏହା ଲଗାଇଲେ ମୋ ସ୍ୱାମୀ ଅତ୍ୟନ୍ତ ଖୁସି ହୁଅନ୍ତି ଆଉ ଏହା ଲଗାଇବା ଦ୍ୱାରା ତାଙ୍କର ଆୟୁଷ ବୃଦ୍ଧି ହେବ। ଆଉ ଏଇ କଥାକୁ ଶୁଣିକି ହନୁମାନ ତାଙ୍କର ଦେହ ସାରା ସିନ୍ଦୂର ଲଗାଇଲେ। कहीं ना जेहेतु श्रीरामचंद्रकर आयुष वृद्धि हेब आउ से जेतेबेले श्रीराम पाखक गले जेतेबेले रामचंद्र पचारिले तुमे देह सारा सिंदूर कहीं लगाइछ? हनुमान कहले माता सीता भी सिंदूर लगाउछंती कहीं आपणकर आयुष वृद्धि हेब आ से कहले सिंदूर लगाले जे आपण बहुत खुशी भी हुअंती सेथिपाई मो देह सारा सिंदूर बोली देछि। श्रीराम कहले माता सीता तो गोटे चुटकी सिंदूर लगाउछंती तुमे एते सारा सिंदूर देहरे काहेकि लगाइछ? हनुमान कहले माता सीतांकर गोटे चुटकी सिंदूर रे जदि आपण एते प्रसन्न हेउछंती आपणकर आयुष बढ़िबो बोली माता कहले तेबे मु देह सारा जदि सिंदूर लगाई देबी तेबे आपणकर आयुष तो सेमती बढ़िबो केबे भी आयुष कमिबनी आपणकर आपण हमको छाड़ी के कुआडे भी जिबेनी। आ हनुमानकर यही से जो सिंदूर लगाई से दिन थिला मंगलवार। तेणु श्रीरामचंद्र तांको आशीर्वाद देते जे मंगलवार दिन जदि जो व्यक्ति तुमको सिंदूर चढ़ाइब तांको तुम आशीर्वाद सहित मो आशीर्वाद मध्य प्राप्त हेब। सांग माने तेणु आपण माने जानिथिबे जे
सिंदूरर महत्व पौराणिक जुगरू ही रही। तेणु आशा करे आपण मानंकु मोर वीडियोटी भल लागिथिबो। आउ मु जो नियम आपण मानंकु कहली से नियम को जदि आपण माने पालन करूछंती सिंदूर लगाइला बेले निश्चित भाव में आपण मानकर मंगल हेबा सहित आपणकर स्वामींकर मध्य सब दिगरे उन्नति हेबो। सांगमाने वीडियोटी को निजर प्रियजन मानंकु निश्चित भाव में शेयर करंतु। आउ मोर चैनल को सब्सक्राइब करंतु। वीडियो को गोटे लाइक करिया पे जमार भी भूलंतु नहीं। नेक्स्ट